ଏଇ ଯୋଉ ଗୋଟିଏ ଲାଉର ମଞ୍ଜି 3 ଜଣ ବର୍ତ୍ତମାନ ହେଇଛନ୍ତି। ଏପଟେ ପାଣ୍ଡିଆନଙ୍କର ମୁଖ୍ୟ ପରାମର୍ଶଦାତା ବିଜେପିର ବର୍ତ୍ତମାନ ଏପଟେ ରହିଲେ ବବି ଦାସ ସାଜ ସଜା ହେଇଗଲେଣି କେମିତି ବିଜେପି କି ଯିବେ। ଯାହାକୁ ଜଗିବାକୁ କୁହାହେଲା ସେ ଜଗୁଆଳି ବର୍ତ୍ତମାନ ଚୋର ସହିତ ସମ୍ପର୍କ। କ୍ରୀତ ଦାସ ଗୁମାସ୍ତା 2 ଟଙ୍କା ଚାଉଳରେ ଗୋଟେ ଗଭର୍ଣ୍ଣମେଣ୍ଟ ହେଇଗଲା। ଲୋକ ଭାରି ଖୁସି ହେଇଥିଲେ। ଗୁମାସ୍ତା କିଏ, କ୍ରୀତ ଦାସ କିଏ, ଓଡିଶା ଲୋକ ସବୁ ଜାଣିଛନ୍ତି। ହଉଛନ୍ତି ଗୋଟିଏ ଲାଉର ମଞ୍ଜି। କ୍ରୀତ ଦାସ ବର୍ତ୍ତମାନ କୋଉଠି, ଗୁମାସ୍ତା କୋଉଠି। ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଜେଲରେ ପୁରେଇ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବ୍ଲାକ୍ ରୋଜ କାଳେ ସେ ଫାଇଲଟା ଖୋଲା ହବ କି? ସେ ସେଡରେ ଗଲେଣି ବର୍ତ୍ତମାନ ବିଜେପି କୁ। ଆଉ ଲଢିବାକୁ ଯାହାକୁ ଜଗିବାକୁ କୁହାହେଲା ସେ ଜଗୁଆଳି ବର୍ତ୍ତମାନ ଚୋର ସହିତ ସମ୍ପର୍କ। ଆଗାମୀ ପଞ୍ଚାୟତ ଇଲେକ୍ସନ ନିଶ୍ଚିତ ଭାବରେ ବିଜେପି 1 ନମ୍ବର ରହିବ। ଦ୍ୱିତୀୟ କଥା ରହୁଛି ୟାଙ୍କର ଆଉ ମୋହ ନାହିଁ, କିନ୍ତୁ ଆଗାମୀ ନିର୍ବାଚନ ଜଳ ଜଳ ହେଇକି ଲୋକଙ୍କୁ ଦେଖା ଦଉଛି ବିଜେଡିରେ ଆସ୍ତେ ଆସ୍ତେ ସବୁ ଗଲେଣି ଭାରି ବିଜେପିରେ ଜଏନ କଲେଣି। ତାଙ୍କର ଆଉ ପ୍ରତି ଆମ ଦୂରଦୃଷ୍ଟି କହୁଛି ଯାହା ଯେ ଧର୍ମେନ୍ଦ୍ର ପ୍ରଧାନ ଭଳି ଏତେ ବଡ ଗୋଟେ ବ୍ୟକ୍ତିତ୍ବ ଓଡିଶାର ଗୋଟିଏ ନେତା ଯିଏକି ଯାଇକି ବାହାରେ ବଡ ବଡ ଜାଗାରେ ନେତା ହବା, ରାଜ୍ୟସଭା ଜିତିବା କିଛି ଗୋଟେ ଛୋଟ କଥା ନୁହେଁ, ବଡ କଥା। କିନ୍ତୁ ଗୋଟେ ରହୁଛି ଘଟଣା, ଓଡିଶା ଅସ୍ମିତା କହିକି ଆମର ବିଜେଡି ଗଲା ଚାଲିଗଲେ 24 ବର୍ଷ, ତାମିଲ ଶାସନରେ ଗଲେ। ଏଠି ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ସମ୍ବଲପୁରରେ 2024ରେ ଠିଆ ହୋଇଥିଲେ, ପ୍ରାର୍ଥୀ ହୋଇଥିଲେ, ଯେମିତି ପ୍ୟାରିବାବୁଙ୍କର ଓଡିଶାବାସୀ ମନେ ରଖିଥିବେ 2 ଟଙ୍କା ଚାଉଳରେ ଗୋଟେ ଗଭର୍ଣ୍ଣମେଣ୍ଟ ହେଇଗଲା। କେବଳ 2 ଟଙ୍କା ଚାଉଳରେ। ଧର୍ମେନ୍ଦ୍ର ପ୍ରଧାନଙ୍କର ଗୋଟିଏ କଥାରେ ସେ ହେଉଛନ୍ତି ନିର୍ବାଚନ ଜିତିଛନ୍ତି। କେବଳ ସେ କହିଥିଲେ ଗୁମାସ୍ତା ଓ କ୍ରୀତ ଦାସ, ଏଥିରେ ଲୋକ ଭାରି ଖୁସି ହେଇଥିଲେ। କାହିଁକି ନା ବିଜେଡି ପ୍ରତି ଲୋକଙ୍କର ଏତେ ବିରକ୍ତ ଭାବ ଆସିଥିଲା। ବବି ଦାସ ଆଉ ତାମିଲର ଆଇଏଏସ୍ ଅଫିସର ବିକେ ପାଣ୍ଡିଆନ। ତ ଧର୍ମେନ୍ଦ୍ର ପ୍ରଧାନଙ୍କର କଣ ଟିପ୍ପଣୀ ଥିଲା? ଟିପ୍ପଣୀଟା ଏହିପରି ଥିଲା ଯେ କ୍ରୀତ ଦାସ ଆଉ ଗୁମାସ୍ତା, ଆଉ କହିବା ଦରକାର ନାହିଁ। ଗୁମାସ୍ତା କିଏ, କ୍ରୀତ ଦାସ କିଏ, ଓଡିଶା ଲୋକ ସବୁ ଜାଣିଛନ୍ତି, ଭଲ ଭାବରେ ଜାଣିଛନ୍ତି। ତାକୁ ମୁଁ କ୍ଲାରିଫିକେସନ କରିବା ପାଇଁ ଚାହୁଁନି। ତାଙ୍କର କାର୍ଯ୍ୟକଳାପ ବିଷୟରେ କହି ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଜେଲରେ ପୁରେଇ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଇ କଥା ପାଇଁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନୀ ବୈତରଣୀ ପାର ହବାର ସମ୍ପୂର୍ଣ୍ଣ ସୁଯୋଗ ପାଇଲେ। 2 ବର୍ଷ ବିତିଗଲାଣି। କ୍ରୀତ ଦାସ ବର୍ତ୍ତମାନ କୋଉଠି, ଗୁମାସ୍ତା କୋଉଠି? କ୍ରୀତ ଦାସ ବର୍ତ୍ତମାନ ତାଙ୍କର ଟୋଟାଲ ପଳେଇଲେଣି। ୱାର୍ଡ ମେମ୍ବର ଠାରୁ ଆରମ୍ଭ କରିକି ଜିଲ୍ଲା ପରିଷଦ ସଭ୍ୟ ଠାରୁ ଆରମ୍ଭ କରି ବ୍ଲକ ସଭାପତି ମଧ୍ୟ ପଳେଇଲେଣି। କୋଉଠିକି? ବିଜେପି। ବନ୍ଧୁଗଣ, ମୁଁ ଗୋଟିଏ କଥା ଏଠି ଆପଣଙ୍କୁ ମନେ ରଖିବା ପାଇଁ ଚାହୁଁଛି। ଜଣେ ଗୋଡ ହାତ ଧୋଇ ଚୁଡ଼ଦାର ପଞ୍ଜାବୀ ପିନ୍ଧି ବର୍ତ୍ତମାନ ଯାଜପୁର ଯାଇକି କେମିତି ରାମ ମନ୍ଦିର ପାଖରେ ବିଜେପି କାର୍ଯ୍ୟାଳୟରେ ସେ କେମିତି ବିଜେପିରେ ଯୋଗ ଦେବେ, ସେ ତାର ପ୍ରସ୍ତୁତି କାର୍ଯ୍ୟକ୍ରମ ଚଲେଇଲେଣି। କାହିଁକି ନା ତାଙ୍କର ବିଜେଡିର ସବୁ ପଳେଇଗଲା ପରେ ତାଙ୍କର କୌଣସି ମିଡିଆରେ ପ୍ରତିକ୍ରିୟା ନାହିଁ। ଏଇଥିପାଇଁ ନାହିଁ, ବ୍ଲାକ୍ ରୋଜ କାଳେ ସେ ଫାଇଲଟା ଖୋଲା ହବ କି? ସେ ସେଡରେ ଗଲେଣି ବର୍ତ୍ତମାନ ବିଜେପି କୁ। ଆଉ ତ ଯାହା କଥା ଆପଣ କହୁଛନ୍ତି ସେ ତାମିଲ ବାବୁଙ୍କ କଥା, ସେ ବର୍ତ୍ତମାନ ବିଜେପିର ଆଡଭାଇଜର ଅଛନ୍ତି। କହିଲେ ସାରା ଦିନ କାହିଁକି ମୁଁ ଆଉ ଜେଲରେ ଯିବି, ମୁଁ ଏଇଠି ତାଙ୍କ ସାଙ୍ଗରେ ପେଶ ହେଇଗଲେ ମୋ ଜୀବନଟା ଭଲରେ କଟିବ, ମୁଁ ଏବଂ ଯିବା ଆସିବା କରିବି। ରାଜନୀତିରେ ତ ପୁରା ପ୍ରତ୍ୟକ୍ଷ ଭାବରେ ଅଛି। ବିଜେଡିଟାକୁ ତ ମୁଁ ଧ୍ୱଂସ କରିଦେଲି, କେହି ଜାଣିପାରିଲେନି। ତେଣୁକରି ମୁଁ ବର୍ତ୍ତମାନ ବହୁତ ସ୍ଥିତି ବହୁତ ତାଙ୍କର ମଜବୁତ। ଗୋଟିଏ ଲାଉର ମଞ୍ଜି ହଉଛି ଆମର ଧର୍ମେନ୍ଦ୍ର ପ୍ରଧାନ ଆଉ ବିକେ ପାଣ୍ଡିଆନ ଆଉ ବବି ଦାସ। ଗୋଟେ କଥା ଆମେ ଉପଲବ୍ଧି କରୁଛୁ, ଓଡିଶାବାସୀ ବି ମଧ୍ୟ ଜାଣୁଛନ୍ତି। 2000 ବ୍ୟାଚର ହଉଛନ୍ତି ବିକେ ପାଣ୍ଡିଆନ ଆଇଏଏସ୍ ଅଫିସର। ସେ ଗଞ୍ଜାମର, ଧର୍ମଗଡର ଓ ମୟୂରଭଞ୍ଜର କଲେକ୍ଟର ଥିଲେ। ତାପରେ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରାଇଭେଟ ସେକ୍ରେଟାରୀ ହେଲେ। ଧୀରେ ଧୀରେ ଆସିଲେ ତାଙ୍କର ଯେତିକ କାର୍ଯ୍ୟଶୈଳୀ ଉପରେ ଏବଂ ତାଙ୍କର ସବୁ କଥାରେ ସିଏ ମୁଣ୍ଡ ଖେଳେଇକି କିଛି ଆଇପିଏସ୍ ଓ କିଛି ଆଇଏଏସ୍ ଅଫିସରଙ୍କୁ ନେଇ ଶାସନ ଚାଲିଲା। ଓଡ଼ିଶା ତମାମ ଓଡ଼ିଶାରେ ଶାସନ ଚାଲିଲା।
किंतु उपलब्धि आमर यह होउछि ओडिशावासींकर होउछि सी जमती 24 वर्ष शासन कले ओडिशा रे एकछत्रवाद रे मिथ्या ओडिशा अस्मिता कही से भली उपभोग करि पालेनी धर्मेंद्र प्रधान 2 वर्ष शासन मध्य रे जो भली सेमाने उपभोग करथिले क्षमता को किए ना हमर बबी दास आउ भिके पांड्यान मुख्यमंत्री थिले ना को मात्र धर्मेंद्र प्रधान से भली शासन करू नाहंती ओडिशा को तांकर कोनसे को कथार निष्पत्ति रे मध्य काउंटर पार्ट खोला आइछि एटा होछि काहार दुर्भाग्य एवं काहार सौभाग्य आमे एठी कहबोनु सेटा विचार करिवे ओडिशावासी से भली शासन से करि पाले नाही धर्मेंद्र प्रधान किंतु तांकर जदि निर्वाचनी प्रतिश्रुति सही गोटे कथा गुमास्ता आउ कृतदास सेमानकु विरुद्ध रे जदि कार्यानुष्ठान से ग्रहण करि पारिले नाही आगामी निर्वाचन में कौन उत्तर देवे संबलपुर वासी को कौन उत्तर देवे जहां पाई सी आज लक्षाधिक भोट पाइथिले लोक तांको ऊपर विरक्ति भी होतिले एवं ठीक जगह रे कि मध्य ठीक समय रे मध्य धर्मेंद्र प्रधान कहि पारथिले आगामी पंचायत इलेक्शन निश्चित भाव रे बीजेपी 1 नंबर रहिबो एपटे पांड्यानकर मुख्य परामर्शदाता बीजेपी रे वर्तमान एपट रहिले बबी दास साज सजा हे गेलेनी केमिति बीजेपी की जिबे नगले मध्य बीजेपी को ये तो ब्लैक रोज छक्की की रहिचंती माने द्वितीय कथा रहउची आकर मोह नाही बीजेपी रे आस्ते आस्ते सब गलेनी भारी बीजेपी रे जॉइन कलेनी तांकर प्रतिक्रिया नाही किंतु आमे जदि गोटे दृश्यपट देखिबा गत पंचायत निर्वाचन रे बीजेपी रो आदौ भल प्रदर्शन नथिला आमे कहूनु पंचायत रो रेकर्ड कहूची निर्वाचन पंचायत जो निर्वाचन हेतला ता रेकर्ड कहूची 2019 रे बीजेपी रो मात्र 23 टी विधानसभा जीतिथिला जहां बीजेडी रे 113 आसन तुलना रे किछि नुहे भोट शेयर रे बीजेडी रो 44.71 थिला बीजेपी रो कोन थिला 32.49% थिला तबे ए जो गोटे लाउर मंजी 3 जन वर्तमान हेचंती पंचायत निर्वाचन रे निश्चित भाव रे बीजेपी सर्वाधिक रेकर्ड सृष्टि करिवो एथरे तिळे मात्र संदेह नाही आ लड़िबा कोन लड़िबा तो आज तंटू कहि होउची जे गोटे वर्ष रहिला पंचायत इलेक्शन लड़िबा सफा देखा जाउची चाह को जगिया को कुआला से जगुआली वर्तमान चोर सहित संपर्क किंतु आगामी निर्वाचन जल जल होइकी लोकों को देखा दउची जे सेटा उल्टी जीव बीजेपी हबो 1 नंबर बीजेडी हबो 2 नंबर जहा को जगिवा दायित्व दियाला से जगुआली महाशय चोरों को सहित संपर्क का कथा कहूची कृतदास आउ गुमास्टर तो दिरा चोर